ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହଳି। ତେଣୁ ସେଇ ଭାବ ବିନୋଦିଆ ଠାକୁର ହେଲେ ମହାପ୍ରଭୁ ଜଗନ୍ନାଥ। ଆଉ ଜଗନ୍ନାଥଙ୍କର ପରମ ଭକ୍ତ ସେତେବେଳେ ଥିଲେ ବା ଏବେ ବି ଅଛନ୍ତି ଦାସିଆ ବାଉରୀ, ଯିଏ ହାତ ଟେକି ନଡ଼ିଆ ଦେଇଥିଲେ ଆଉ କହିଥିଲେ ପ୍ରଭୁ ମୋ ହାତରୁ ଆପଣ ନଡ଼ିଆ ନିଅନ୍ତୁ। ତେଣୁ ସେ ବର୍ତ୍ତମାନ ପୁରୀରୁ ଆମେ ବାହାରିଲୁ ଭକ୍ତ ଭଗବାନଙ୍କ ମିଳନସ୍ଥଳୀ ଦାସିଆ ବାଉରୀ ପୀଠକୁ। ପୁରୀଠାରୁ ମାତ୍ର 26 କିଲୋମିଟର ଦୂର। ବର୍ତ୍ତମାନ ଆମେ ଅଛୁ ହରେ କୃଷ୍ଣପୁର ଛକ। ସେଇଠୁ ଆମେ ବାହାରି ଯିବୁ ଦାସିଆ ବାଉରୀ ପୀଠ, ଦେଖେଇବୁ ସେ ପୀଠର ମହତ୍ତ୍ୱ କ'ଣ ଅଛି, ତଥ୍ୟ କ'ଣ କହୁଛି ଇତିହାସ, ଯାହାକୁ ଏ ବ୍ଲଗ୍ରେ ମାଧ୍ୟମରେ ଆପଣଙ୍କୁ ଦେଖେଇବୁ। ଆପଣ ଦେଖିବେ, ପ୍ରଭୁଙ୍କ ଆଶୀଷ ନେବେ। ଆପଣଙ୍କ ଭଲ ପାଇବା ଯୋଗୁଁ ମୋର ଗୋଟିଏ ପରେ ଗୋଟିଏ ବ୍ଲଗ୍ ଚାଲିଛି, ଏମିତି ଆଗକୁ ମଧ୍ୟ ଚାଲିବ। ନମସ୍କାର, ଜୟ ଜଗନ୍ନାଥ। ଆସିକି ପହଞ୍ଚିଯାଇଛୁ ବାଲିଗାଁର ଭକ୍ତ ଦାସିଆ ବାଉରୀ ପୀଠରେ। ଆପଣ ଦେଖିପାରୁଥିବେ ଯେଉଁ ଗେଟ୍ ଅଛି, ଗେଟ୍ରେ ଆପଣଙ୍କର ଲେଖାଯାଇଛି ଆଉ ଅଳ୍ପ ବାଟ 1 କିଲୋମିଟର ରହିଲା। ଆମେ ବ୍ଲକ୍କୁ ସ୍ୱାଗତ କରିବୁ। ଆପଣ ଏଇ ଭୁବନେଶ୍ୱର ପଟୁ ଏପଟୁ ଆସିପାରିବେ, ଏପଟୁ ପୁରୀ ବାଟ ବି ଆସିପାରିବେ। ପୁରୀ ବାଟରୁ ଆସିଲେ 26 କିଲୋମିଟର, ଭୁବନେଶ୍ୱର ବାଟ ବି ଆପଣ ରୋଡ଼ ସାଇଡ଼୍ରେ, ଜାତୀୟ ରାଜପଥ ସାଇଡ଼୍ରେ ଦର୍ଶନୀୟ ସ୍ଥାନ ଆଉ ପୌରାଣିକ ଯିଏ ନଡ଼ିଆ ଦେଇଥିଲା ଜଗନ୍ନାଥ ମହାପ୍ରଭୁଙ୍କୁ, ସେ ସ୍ଥାନ ପୀଠ ସମ୍ପର୍କରେ ଆଗକୁ ବୁଲିବା ଏବଂ ପୀଠର ସମସ୍ତ ଜିନିଷ ଦେଖିବା। ଯଦି ପ୍ରଥମ ଥର ମୋ ଚ୍ୟାନେଲକୁ ଦେଖୁଛନ୍ତି ତାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ। ବାଲିଗାଁରେ ଥିବା ଭକ୍ତ ଦାସିଆ ବାଉରୀ ପୀଠରେ ଦେଖିବାରେ ଆମେ ଆଗକୁ ପୀଠକୁ ପ୍ରବେଶ କରିବୁ ଆଉ ପୀଠ ସମ୍ପର୍କରେ ଆପଣଙ୍କୁ ଜଣାଇବୁ। ଏହି ହେଉଛି ମୁଖ୍ୟ ଗେଟ୍ ପାଖରେ ଦେଖିଥିବେ ଓଡ଼ିଶା ଟୁରିଜିମ୍ ତରଫରୁ ସ୍ୱୀକୃତ ଅଛି। ଆପଣ ଯେତେବେଳେ ବି ଆସିବେ ପୁରୀ, ଯଦି କିଛି ସମୟ କାଢ଼ିକି ଗୋଟେ ଦାସିଆ ବାଉରୀ ପୀଠ ଆସିଥିବେ, ଯେ ଭକ୍ତି ସହକାରେ ନଡ଼ିଆ ମହାପ୍ରଭୁଙ୍କୁ ଦେଇଥିଲେ, ମହାପ୍ରଭୁ ହାତ ବଢ଼େଇକି ନେଇଯାଇଥିଲେ। ତେଣୁ ଦାସିଆ ନଡ଼ିଆ ସିନା ତତେ ବଢ଼ିଆ, ହେଲେ ମୋ ଅଭଡ଼ା ଅନ୍ନ ତତେ ବଢ଼ିଆ, ଯେଉଁ ଭିକାରୀମାନଙ୍କ ଭଜନ ଥିଲା ତାରି ସମ୍ପର୍କରେ ଆମେ ଜଣାଇବା। हरि ओम विक्रम विक्रम चैव चारणं चाकुण्डनं धैर्यमुद्रा महामुद्रं संस्कारेभ्यो जद्भ्यो नमो नमो जगन्नाथाय नमो नमः। हरि ओम नमो नारायणाय नमो नमः। हे नूतनम्भो धरचारुमूर्ति हे कुन्ति पंच तनया वहन्त कुंती दामो धर्मादवेति निराश्रय मां जगदि सुरक्ष। भक्त दासिया थिले निजे बुणा दास संप्रदायर वैष्णव धर्म दीक्षित होते। स्वामी स्त्री 2 जन एवं निसंतान से थिले। 4 डिसिमिल कहले गोटे गुंठ तांकर अस्तित्व एवं जन्मस्थान देहांत पर समाधिस्थ कराई। तांकर कार्तिक शुक्ल एकादशी होची जन्म एवं माघ शुक्ल एकादशी होची तिरोधान एवं भक्तर दिन भगवान जेतेले आविर्भाव हेले महाप्रभु रथ यात्रा
କେବଳ କରାଯାଇନି ଦାସିଆ ପୀଠରେ ଏବଂ ଆଉ ପୁରୀ ମନ୍ଦିର ସହିତ ନିୟମାନୁସାରେ ପରାମର୍ଶ ଅନୁକ୍ରମେ ସମସ୍ତ ନୀତିକାନ୍ତି ଅଳ୍ପେ ବହୁତେ କରାଯାଉଛି। ସ୍ନାନ ଯାତ୍ରା, ଚନ୍ଦନ ଯାତ୍ରା, ଝୁଲଣ ପର୍ବ, 24 ଏକାଦଶୀ ସମସ୍ତ ନୀତିକାନ୍ତି ଅଳ୍ପେ ବହୁତ ପାଳନ କରାଯାଉଛି। ତାଙ୍କର ମୁଖ୍ୟ ଜିନିଷ ତାଙ୍କର ଦେଇଥିବା ନଡ଼ିଆର ଐତିହ୍ୟ ଅଳ୍ପ ବହୁତ ସମସ୍ତେ ଭକ୍ତ ଜାଣିଥିବେ ଯେ ଦାସିଆ ଦେଇଥିବା ନଡ଼ିଆ ମହାପ୍ରଭୁ ସ୍ୱହସ୍ତରେ ଗ୍ରହଣ କରିଥିଲେ। ଆମର 16 ଶାସନ ବ୍ରାହ୍ମଣମାନେ ନେଇକି ଯାଉଥିଲେ ଅମୃତମଣି କରିବା ପାଇଁକା ପୁରୀ ମନ୍ଦିରରେ। ତାଙ୍କରି ହାତରେ ଦାସିଆ ନଡ଼ିଆଟି ଦେଇଥିଲେ। ଦେଲାବେଳେ କହିଥିଲେ ମହାପ୍ରଭୁ ଯଦି ହାତ ବଢ଼େଇକି ନେବି ଦେବ, ନହେଲେ ନାହିଁ ନଡ଼ିଆ ଫେରି ଆଣିବ। ତେଣୁ ମହାପ୍ରଭୁ ଶୂନ୍ୟ ହସ୍ତରେ ଗରୁଡ଼ ଖୁଁ ପାଖରୁ ନଡ଼ିଆଟି ଦାସିଆଙ୍କର ଗ୍ରହଣ କରିଥିବାରୁ ତାଙ୍କର ଐତିହ୍ୟ ଆଜି କିମ୍ବଦନ୍ତୀ ରହିଛି ଦାଢ଼ ଦେବତୀରେ। ଏବଂ ପାରିପାର୍ଶ୍ୱରେ ଲକ୍ଷ୍ମୀ ମନ୍ଦିର, ହନୁମାନ ମନ୍ଦିର, ବିମଳା ମନ୍ଦିର, ଗଣେଶ ମନ୍ଦିର, ପାର୍ଶ୍ୱ ମନ୍ଦିର ଅବସ୍ଥିତ। ପଞ୍ଚଦଶ ଶତାବ୍ଦୀ କହିଲେ 1500 ମସିହା, ଆଜକୁ 524 ବର୍ଷ ଦାସିଆ ଭକ୍ତ ଦାସିଆଙ୍କର ଐତିହ୍ୟ। ସମସ୍ୟା ପୀଠର ତ ବହୁତ ସୁଧୁରି ଯାଇଛି। ଆଗରୁ ବହୁତ ଅବହେଳିତ ଅବସ୍ଥାରେ ଥିଲା। ଚାଳଘର, ମାଟି ଘରରେ ତାଙ୍କର ଜନ୍ମ ବିତି ଯାଇଛି। ତେଣୁ ବର୍ତ୍ତମାନ ଆଉ ଟୁରିଜିମ୍ ଡିପାର୍ଟମେଣ୍ଟ ନେଲାଠୁ ବହୁତ ପରିବର୍ତ୍ତନ ହୋଇଆସିଛି। ତେଣୁ ଜଗନ୍ନାଥ ଆଶ୍ରିତ ମଣ୍ଡଳୀ ମାନେ ଏଠି ଗୋଟେ କମିଟିଟିଏ ଗଠନ କରାଯାଇ କିଛି ସଦସ୍ୟ ମେମ୍ବର ହୋଇ ଦୈନନ୍ଦିନ ଦାସିଆ ପୀଠରୁ ଭଗବାନଙ୍କ ପାଖକୁ ତୁଳସୀ ଯାଉଛି ଏବଂ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ଗୋଟେ ତୁଳସୀ ଚୂଳ ଦାସିଆ ପୀଠରୁ ପୁରୀ ମନ୍ଦିରକୁ ବା ରଥ ଉପରକୁ ଯାଏ। ସେଇଟା ଆମର ରାମଶରଣ ଦାସ ମହାରାଜ ତୁଳସୀ ବାବା କହିଲେ ସମସ୍ତେ ଜାଣନ୍ତି, ସେ ନେଇକି ଯାଆନ୍ତି। ଆଉ ତାଙ୍କର ତୁଳସୀ, ପଦ୍ମ ଫୁଲ, ନଡ଼ିଆ ଯିଏ ଯେଉଁ ଭକ୍ତ ଯାହା ଆଣିଥାନ୍ତି ଆମେ ତାଙ୍କର ହାତରେ ପଠାଇ ଦେଇଥାଉ। ନାମ ସଂକୀର୍ତ୍ତନ ସହିତ ମହାପ୍ରଭୁଙ୍କ ପାଖକୁ ଯାଇଥାଏ। ଏବଂ ଠାକୁରଙ୍କ ପାଖରୁ ମଧ୍ୟ ଅନେକ ନାକଚଣା, ମଥାମଣି, ଯାବତୀୟ ଜିନିଷ ମାଳ ଫଳ ମଧ୍ୟ ମହାପ୍ରଭୁଙ୍କ ପାଖକୁ ଏଠିକି ମଧ୍ୟ ଆସିଥାଏ ସେ ବାବାଙ୍କ ହାତରେ। ତେଣୁ ଏଠି ସବୁ ଭକ୍ତମାନେ ଭଗବାନଙ୍କର ସେବା କରୁଛନ୍ତି। ତୁଳସୀ ବର୍ତ୍ତମାନ 3ଟି ଉଦ୍ୟାନ କରାଯାଇଛି। 50 ଡିସିମିଲି, 1.5 ଏକର ତୁଳସୀ ଉଦ୍ୟାନ କରାଯାଇଛି। ତେଣୁ ଏ ତୁଳସୀ ସ୍ୱତନ୍ତ୍ର ଜଗନ୍ନାଥଙ୍କ ସେବାର୍ଥେ ତୁଳସୀ ଉଦ୍ୟାନ କରାଯାଇଛି। ଦୈନନ୍ଦିନ ଆମେ ଆଣିଥାଉ ଏବଂ ପୁରୀ ମନ୍ଦିରକୁ ଯଥା ତୋଳିବାର ବସ୍ତାଏ 2 ବସ୍ତା ଯାହା ତୋଳି ପାରିଲେ। ତେଣୁ ଦୈନନ୍ଦିନ ଯିବାଟା ଝଡ଼ି ବାଡ଼ି ଖରା ବର୍ଷା ଚତୁର୍ମାସ 365 ଦିନ ଯେମିତି ହେଲେ ତୁଳସୀ ଯିବ ଏ ଜାଗାରୁ ଜଗନ୍ନାଥ ମନ୍ଦିରକୁ ଯିବାଟା ନିଶ୍ଚିତ। ତେଣୁ ଏହି ପ୍ରକାର ଅଳ୍ପ ବହୁତ ଠାକୁରଙ୍କ ନୀତିକାନ୍ତି ସବୁ ଚାଲିଛି। ଏଠି ସବୁ ଭକ୍ତମାନେ, ଶ୍ରଦ୍ଧାଳୁ ଭକ୍ତମାନେ ସବୁ ଭଗବାନଙ୍କର ସେବା କରୁଛନ୍ତି। ଦାସିଆଙ୍କ ନିଜସ୍ୱ ଭୂ ସମ୍ପତ୍ତି କିଛି ନାହିଁ। ତେଣୁ ତାଙ୍କ 3ଟି ବର ପ୍ରାପ୍ତି ହେଇଛି ଏବଂ ତାଙ୍କ ଘର ପଛପଟେ ଗୋଟେ ଛୋଟିଆ ପୁଷ୍କରିଣୀଟି ଅଛି। ସେ ପୁଷ୍କରିଣୀରେ ଦାସିଆ ଗାଧେଇଲା ବେଳେ ମହାପ୍ରଭୁ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେଇଥିବାରୁ ଆଜି ଏ ଭକ୍ତ ଭଗବାନଙ୍କର ମିଳ। ଠାକୁରଙ୍କର କାଞ୍ଜି ପାଣି ଆମକୁ ସୌଭାଗ୍ୟ ମିଳୁଛି ପିଇବା ପାଇଁ। କ'ଣ ପାଞ୍ଜିର ମହାତ୍ମା ରହିଛି ନା ଆମକୁ ସେ ସମ୍ପର୍କ ଟିକେ କୁହନ୍ତୁ। ପୂର୍ବ କାଳରେ ଏ କାଞ୍ଜି ଯେଉଁ ସବୁବେଳେ କରାହେଉଛି, ସେ ପୋଖରୀରେ ଏଇଟା କୋଠ ଗଡ଼ିଆରେ ଯାହାର ଦେହ ମୁଣ୍ଡ କିଛି ହେଉଥିବ, ଜ୍ୱର ହେଉଥିବ, ଜ୍ୱର ଛାଡ଼ୁନଥିବ, ଏମିତି କୌଣସି ପେଟର କୌଣସି ରୋଗ ଥାଉ କି ପେଟ ଗୋଳମାଳ ଥାଉ, ଏ କାଞ୍ଜି ପାଣି ପିଇ ଦେଲେ ଗାଧେଇକିରି ଗାଧେଇବେ, ନଚେତ ପାଣି ଛିଞ୍ଚି ହେଇଯାଉଛି, କାଞ୍ଜି ପାଣି ପିଇଦେଲେ ସବୁ ରୋଗ ଭଲ ହେଉଛି। ଏମିତିକି ମେଡ଼ିକାଲରୁ ଲୋକ ଆସିକି ମଧ୍ୟ ଏ କାଞ୍ଜି ପାଣି ଜାଣିଛନ୍ତି ସେ ଖୋଜୁଛନ୍ତି। ଏ କାଞ୍ଜି ପାଣି ଏବେ ମଧ୍ୟ ଚାଲିଛି, ସବୁଦିନ କରାହେଉଛି। ଯିଏ ଜାଣିଛନ୍ତି ସେ ତେଣୁ ଆଜି ବି ପରମ୍ପରା ବଞ୍ଚିଛି। ଆପଣ ଯେତେବେଳେ ବି ଆସିବେ ଏ କାଞ୍ଜି ପାଣି ପିଇବେ ଆଉ ପ୍ରଭୁଙ୍କର ଯେଉଁ ଦୁର୍ଲଭ ନିଆରା ଅନୁଭୂତି ଅନୁଭବ କରିବେ।